ନମସ୍କାର ଜୟ ମା ତାରିଣୀ ସମସ୍ତଙ୍କୁ ସ୍ୱାଗତ କରୁଛି ମୋର ଆଜିର ପ୍ରଥମ ବ୍ଲଗ ଫ୍ୟାମିଲି ଟ୍ରିପ୍ ଟୁ ଢେଙ୍କାନାଳ ଟାଉନରୁ କେଉଁଝର ସିଟି। କେଉଁଝରରେ ଆମେ ପ୍ରଥମ ପହଞ୍ଚିବା ପୂର୍ବରୁ ଆମେ ଆଗ ମାଡ଼ି ଯାଇଥିଲୁ ଗୁଣ୍ଡିଚାକୁ ଦେଖିବା ପାଇଁ, ଯେଉଁଟାକି ଏଇଟା ହେଉଛି ତା'ର ଦୃଶ୍ୟ। ସେଠାରେ ତଳକୁ ଆମେ ଓହ୍ଲେଇକି ଭଲରେ ବହୁତ ଆରାମସେ ଆମେ ଏଠି ଦେଖିଲୁ। ବିନା କିଛି ଡେରି କରିକିନା ଆମେ ଏଇଠି ଝରଣା ଦେଖିଲୁ, ଯେଉଁଟାକି ବହୁତ ଅତି ସୁନ୍ଦର ଦେଖାଯାଉଥିଲା। ସେଠାରେ ମୁଁ ବି କିଛି ନାହିଁ ସେଲ୍ଫି ମୋର ନେଇକିନା ବହୁତ ଭଲ ସେଟିଂ ଏଠି କରୁଥାଏ। ମୋ ଫ୍ୟାମିଲି ମାନଙ୍କୁ ଆସିନି, ମୁଁ ଏଠି ମଜା ହାତ କରୁଥିଲି। ତାପରେ ସେଠାରେ ଆମର ଗୁଣ୍ଡିଚାଘରେ ମୋର କିଛିଟା ଫଟୋ ନେଲା ପରେ ସେଇଠି ଆମେ ବାହାରି ପଡ଼ିଲୁ ତାରିଣୀ। ସେଇଠି ଆମେ ବଜାରରେ ଏଇଠି ସବୁ ନଡ଼ିଆ କିଣାକିଣି କଲା ପରେ ଆମେ ପହଞ୍ଚିଗଲୁ ତାରିଣୀ ମା'ଙ୍କ ମନ୍ଦିର ଭିତରକୁ। ସେଇଠି ଆମେ ଭିତରେ ଚାଲି ଚାଲି ଯାଉଥିଲୁ। ମନ୍ଦିର ବାହାର ଦେଖାଯାଉଥିଲା ବହୁତ ଫାଙ୍କା ଥିଲା, କିନ୍ତୁ ଯେହେତୁ ଭିତରେ ଆଲାଉ ନଥିଲା ମୋବାଇଲ, କିନ୍ତୁ ସେଇଠି କେମିତି ସେମିତି ହେଇକିନା ଆମର ଏଠି ତାରିଣୀ ମା'ଙ୍କର ବହୁତ ଭଲରେ ବହୁତ ଭିଡ଼ରେ ଦର୍ଶନଟି ହେଇଗଲା। ଆଉ ତାପରେ ଆମେ ସେଇଠୁ ତାରିଣୀ ମା'ଙ୍କ ଦର୍ଶନ ସାରିକି ତାପରେ ସେଇଠୁ ଆମେ ବାହାରି ପଡ଼ିଲୁ ଅନ୍ୟ ଗୋଟେ ଜାଗାକୁ ବୁଲିବା ପାଇଁ। ଏଠାରେ ଆପଣ ଦେଖିଛନ୍ତି କିନ୍ତୁ ଲୋକଙ୍କ ଏଠି ଭିଡ଼ ଥିଲେ ସତ। ଆଉ ଏଠି ମୋର ସମସ୍ତ ପରିବାରକୁ ନିବେଦନ, ଆପଣ ବି ଆସନ୍ତୁ, ଏଠି ମଜା କରିକି ଯାଆନ୍ତୁ। ଯେତେ ହେଲେ ବି ଘଟଗାଁ ତାରିଣୀ ଆମର ଶାଳୁଆ ବଳର ରାଣୀ, ତ ସେଇଠି ଆମର ଦର୍ଶନ ସାରିକି ଆମେ ଆସିଯାଇଥିଲୁ ଅନ୍ନପ୍ରସନ୍ନ ଭୋଗ କରିବା ପାଇଁ। ଖେଚେଡ଼ି, ଡାଲମା, ଖଟା ଆଉ କ୍ଷୀରି। ତାହେଲେ ସେଇଠି ଏତେ ଆମକୁ ଖାଇବା ଯେହେତୁ ଭଲ ବି ଲାଗିଲାନି, ତଥାପି ଆମେ ଖାଇସାରିକି ତାପରେ ଆମେ ବାହାରି ପଡ଼ିଲୁ ମା ବିରଜା ବାହାରିବା ପାଇଁ। ଏଇଠି ହେଉଛି ଆମର କିଛିଟା ସୁଟିଂ। ଦେଖନ୍ତୁ କେମିତି ଆମେ ସବୁ ନାଚ ମସ୍ତି କରିକିନା ସବୁ ମଜା ମସ୍ତି କରୁଛୁ ଏଇଠି। தெரியாதா ஹிந்தில 1 செகண்ட் छुपाके लाई तेरे लिए दुनिया से नजरें चुरा के मेरे खाई तू ही बता जाओ मैं कहाँ किसी लगी भाई। ଫ୍ୟାମିଲିଙ୍କ ଭିତରେ ସତ ଆମେ ଏମିତି ହସୁଥିଲୁ ଯେମିତି କହିପାରିବ ଏଇଟା ଆମ ବହୁତ ପ୍ରଥମ ଆଉ ବହୁତ ହି ଲାଷ୍ଟ ବ୍ଲଗ୍ ଯେତେବେଳେ କହିପାରିବ, କିନ୍ତୁ ନାହିଁ ଏଇଟା ଆମ ବହୁ ବର୍ଷ ପରେ ଫ୍ୟାମିଲିରେ ଆମେ ସମସ୍ତେ ଏକାଠି ମିଶିକି ବାହାରିଥିଲୁ। ଆଉ ସେଇଥିରେ ଆମର ବହୁତ ଆମେ ଏନ୍ଜୟ କରିନାହାନ୍ତି। ଗାଡ଼ି ଏମିତି ଆମେ ଏନ୍ଜୟ କରି ଯାଇଥିଲୁ, ଆମେ କେବେ ବି କେଉଁ ଜାଗାରେ ଫ୍ୟାମିଲି ଏଇଠି ମିଶିକି ଯାଇନଥିଲୁ। ତ ଆମେ ଆପଣ ଦେଖିପାରୁଥିବେ ଏଇଠି ମୋ ଭାଇ ସହିତ ଆଉ ମୋ ଖୁଡ଼ି, ମୋ ଦୁଇ ଭଉଣୀମାନେ ସମସ୍ତେ ନାଚ ଖୁସିରେ ସମସ୍ତେ ଏନ୍ଜୟ କରିଥିଲେ। ତ ଏଇଠି ଆଗକୁ ବି ଆପଣ ଦେଖିପାରିବେ ଆମେ ଏଠି ଏନ୍ଜୟ କରିପାରୁ। ମୁଁ ବି ଏଇଠି ମୋ ସହିତ ନାଚିବା ଲାଗିଲେ ଆମେ ସମସ୍ତେ ଏଠି ଏନ୍ଜୟ କରି ସବୁଠି ନାଚରେ ଥକିଗଲୁ। ତାପରେ ଏମିତି ନାଚ ଆମେ ଟିକେ ରେଷ୍ଟ ଟିକେ ନେଇଗଲୁ। ତାପରେ ବାଟ ସାରା ଆମେ ଏମିତି ଅନେଇ ଗଲୁ। କିନ୍ତୁ ଯାହାହେଲେ ବି ବିରଜା ଯିବା ପାଇଁ ଯାହାହେଲେ ବହୁତ ଟାଇମ୍ ଲାଗିଲା। ବାଟ ସାରା ଏମିତି ଟିକେ ବୋର୍ ହେଇଗଲୁ। ଆପଣ ଟିକେ ଦେଖିଛନ୍ତି ଅନ୍ ଦ ୱେ ଟୁ ଭିଜିଟ୍ ମା ବିରଜା ଟେମ୍ପଲ୍। ତାପରେ ଆମେ କେମିତି ସେମିତି ହେଇକିନା ବାଟ ସାରା ହେଇକି ବୁଲି ତାପରେ ଆମ ଗାଡ଼ି ଆସି ପହଞ୍ଚିଗଲା ମା ବିରଜାଙ୍କ ମନ୍ଦିର ପାଖରେ। କିନ୍ତୁ ସେତେବେଳେ ଯେହେତୁ ମନ୍ଦିରରେ ପହଡ଼ ପଡ଼ିଥିଲା, ଆମେ ସେଠାରେ କିଛିଟା ଇଆଡ଼େ ସିଆଡ଼େ ବୁଲାବୁଲି କରିକିନା ଆମେ ଟିକେ ଟାଇମ୍ ପାସ୍ ସୁଟିଂ କରୁଥିଲୁ।
ଆମର କେଉଁ ବି ପରିବାର ଭିତରେ ଆମେ କେହି ବି ବିରଜା ଏଠି କେବେ ବି ଆସିନଥିଲୁ। ଏଇଟା ଆମର ପ୍ରଥମ ଥର ଆସିବାର ବ୍ଲଗ୍। ଆଉ ଏଠାରେ ହେଉଛି ଆମ ବିରଜା ଆସିବାର ପ୍ରଥମ ଥର ଚାନ୍ସ ଏଇଟା। ଆପଣ ଦେଖୁଥିବେ ଏଇଠି ମୋ ବୋଉଙ୍କ ସହିତ ମିଶିକିନା ମୁଁ ଏଠି ବସିକିନା ସୁଟିଂ କରୁଥିଲି। ଯେହେତୁ ମନ୍ଦିରରେ ପହଡ଼ ପଡ଼ିଥିଲା ତ ଆମେ କରିବୁ କ'ଣ ପାଉ। ତ ଆମେ ଏମିତି ହେଇକିନା ଆମେ ଏଠି ଟାଇପ୍ରେ ଆମେ ଟିକେ ପ୍ଲାନ୍ କଲୁ ଏମିତି ମନ୍ଦିରରେ ବସିବା ଅପେକ୍ଷା ଚାଲ ଟିକେ ଏପଟ ସେପଟ ବୁଲି ଟିକେ ବ୍ଲଗ୍ ସହ କରିବା। ତାପରେ ଏମିତି ବ୍ଲଗ୍ କରୁ ଟାଇମ୍ ଏମିତି ହେଇକି ବିତିଗଲା। ତାପରେ ଶେଷରେ ମାଆଙ୍କର ପହଡ଼ ଖୋଲି ବି ଗଲା। ପହଡ଼ ଖୋଲିଲା ପରେ ମନ୍ଦିରରେ ଭିଡ଼ ଟିକେ ବହୁତ ଜମିଗଲା। ତେଣୁ ସେଇଟା ମା ବିରଜାକୁ ବହୁତ ଭଲରେ ବହୁତ ଶ୍ରଦ୍ଧାରେ ସୁଖ ଶାନ୍ତିରେ ଆମେ ଏଠି ଦର୍ଶନ କଲୁ। ତାପରେ ସେଇଠୁ ଆମେ ଆଉ ଗୋଟେ ଜାଗା ବାହାରି ଗଲୁ ଯେଉଁଟାକି ହେଉଛି ଜଗତେଶ୍ୱର ଧାମ, ଯେଉଁଟାକି ଆମର ବୋରାଙ୍ଗ ଜାଗାରେ ଅଛି। ଆପଣ ଦେଖୁଛନ୍ତି ଏଠାରେ ବାରଙ୍ଗ ଲେଖାଛି କିନ୍ତୁ ଏଇଟା ବାରଙ୍ଗ ନୁହଁ, ଏଇଟା ହେଉଛି ବୋରାଙ୍ଗ, ଯେଉଁଟାକି ହେଉଛି ଆମର ଦ୍ୱିତୀୟ କେଦାରନାଥ ଓଡ଼ିଶାର, ଯେଉଁଟାକି ଛୋଟ କେଦାରନାଥ ବି କୁହାଯାଏ। ତେଣୁ ଯେଉଁଟାକି ସେଇଟା ହେଉଛି ବାବା ଜଗତେଶ୍ୱର ଶିବଙ୍କ ମନ୍ଦିର। ତେଣୁ ଆମେ ସନ୍ଧ୍ୟାରେ ଆମେ ସେଇଠି ପହଞ୍ଚି ଯାଇଥିଲୁ ଆମ ସମସ୍ତ ପରିବାର ସହିତ। ଜାଗା ବି ବହୁତ ଖୁବ୍ ସୁନ୍ଦର ଥିଲା। ଏଇଠି ଗୋଟେ ଫାଉଣ୍ଟେନ୍ ଅଛି ଗୋଟେ କେମିତି। ତେଣୁ ଏ ଫାଉଣ୍ଟେନ୍ ବି ଏଇଠି ଆମେ ଦେଖି ସାରିକି ଏଇଠି ବି ଆମେ ଟିକେ ଏପଟ ସେପଟ ଉଠାଉଠି କଲୁ ଫଟୋ। ଆମର ମନ୍ଦିର ଶିବଙ୍କୁ ଦର୍ଶନ ବି କଲୁ। ଦର୍ଶନ କରିସାରିକି ଏମିତି ଫଟୋରେ ଆମେ ଏନ୍ଜୟ ସବୁ କଲୁ। ତାପରେ ଆମେ ଏଇଠି ଦେଖିପାରୁଛନ୍ତି ଏଇଠି ଗୋଟେ ଆଦିଦେବ ବା ଆମର ଯାହା ବି କହିପାରିବା ତାଙ୍କର ସେଠି ଗୋଟେ ମୂର୍ତ୍ତି ଗୋଟେ ସ୍ଥାପନ ବି କରାଯାଇଛି। ସେଇ ଭାଗରେ ଆମେ ଟିକେ ଫଟୋ ଉଠାଉଠି କରୁଥିଲୁ। ଏଇଠି ଆପଣ ଆଉ ଗୋଟେ ଜିନିଷ ବି ଦେଖିପାରିବେ ମେଞ୍ଚେ ସାରା। ତ ଏତିକି ଥିଲା ଆମର ବ୍ଲଗ୍। ଆଶା କରୁଛି ଆପଣଙ୍କୁ ଭଲ ଲାଗିଥିବ। ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରନ୍ତୁ।